नमस्कार। आज ହେଉଛି ନଭେମ୍ବର 9 ତାରିଖ ରବିବାର ଦିନ। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆମ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ବେଲ୍ ଆଇକନକୁ କ୍ଲିକ୍ କରି ରଖନ୍ତୁ। ଚାଲନ୍ତୁ ଆଜି ଦିନର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଆସନ୍ତା ସପ୍ତାହରୁ ଥରିବ ଓଡ଼ିଶା। କମିବ ପାରଦ, ବଢ଼ିବ ଶୀତ। ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗକୁ ଥଣ୍ଡା ବାୟୁ ପ୍ରଭାବ ହେଉଛି। ଫଳରେ ଶୀତର ପ୍ରକୋପ ପଡ଼ିବା। ଗତ 24 ଘଣ୍ଟାରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା 14 ଡିଗ୍ରୀ ରେକର୍ଡ ହୋଇଛି। 14 ତାରିଖ ପରେ ପାରଦ 10 ଡିଗ୍ରୀ ତଳକୁ ଖସିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ। ନଭେମ୍ବର ପ୍ରଥମ ସପ୍ତାହରେ ଅନୁଭୂତ ହେଲାଣି ଶୀତ। ଯଦିଓ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ରହୁଛି, ସେଥିପାଇଁ ତାପମାତ୍ରାରେ ବିଶେଷ ହ୍ରାସ ପରିଲକ୍ଷିତ ହେଉନାହିଁ। କିନ୍ତୁ ପଶ୍ଚିମ ଅଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପାରଦ ଯଥେଷ୍ଟ କମ୍ ରହୁଛି। ଆଗାମୀ 4ରୁ 5 ଦିନ ମଧ୍ୟରେ ପାରଦ ଆହୁରି ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଫଳରେ ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେବ। ବର୍ତ୍ତମାନ ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗକୁ ଥଣ୍ଡା ବାୟୁ ପ୍ରଭାବ ହେଉଛି। ବାୟୁମଣ୍ଡଳରୁ ଜଳୀୟ ବାଷ୍ପ ବି କମିଛି। ଫଳରେ ତାପମାତ୍ରା କମିଛି। ତେବେ 14 ତାରିଖ ପରଠାରୁ ଶୀତ ବଢ଼ିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମିବ, ଶୀତର ପ୍ରକୋପ ଅଧିକ ରହିବ ବୋଲି କହିଛି ପାଣିପାଗ ବିଜ୍ଞାନୀ। ଗତ 24 ଘଣ୍ଟା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ 14 ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ଫୁଲବାଣୀର ତାପମାତ୍ରା 10 ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଅଶ୍ରୁମୋଚନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ। ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଟିଂ ସାରି ରାତିରେ ଫେରୁଥିବା ବେଳେ ତେବେ କାର୍ ସମ୍ମୁଖକୁ ହଠାତ୍ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କାର୍ଟି ନାଳରେ ଖସି ପଡ଼ିଥିବା ଜଣାପଡ଼ିଛି। ଭୁବନେଶ୍ୱର ପଟିଆ କଲାଝରି ସାଇପନ ନିକଟରେ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାଗ୍ୟବଶତଃ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି। କୁହାଯାଉଛି ଯେ ଗାଡ଼ି ଆଗକୁ କୁକୁର ହଠାତ୍ ପଶିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ କାର୍ଟି କେନାଲ ତଳକୁ ଖସି ପଡ଼ିଥିଲା। ପରବର୍ତ୍ତୀ ଖବର, ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ସବୁ ଜଳିପୋଡ଼ି ଛାରଖାର, ଜଣେ ମୃତ। ଦିଲ୍ଲୀର ରୋହିଣୀର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ 400ରୁ 500 ଜଣ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲା। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତନ କରିଥିଲା ଅଗ୍ନିଶମ ବାହିନୀ। ତେବେ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏଥିସହ ଅନେକ ଆହତ ହୋଇଛନ୍ତି। ଡିଏଫ୍ଏସ୍ର କହିବା ଅନୁସାରେ ଗତକାଲି ରାତ୍ରି ପ୍ରାୟ 10:56 ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତନ କରିବା ପାଇଁ 15ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଥିଲା। ପ୍ରାଥମିକ ସୂଚନା ଅନୁଯାୟୀ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ନେଇ ଜଣାପଡ଼ିଛି। ଜଣେ ଡିଏଫ୍ଏସ୍ ଅଧିକାରୀଙ୍କ କହିବା ଅନୁସାରେ ଘଟଣାରେ ପ୍ରାୟ 400ରୁ 500 ଘର ଜଳିପୋଡ଼ି ନଷ୍ଟ ହୋଇଯାଇଛି। ନିଆଁକୁ ନିୟନ୍ତ୍ରଣ କରିବାକୁ ଅନେକ ସମୟ ଲାଗିଥିଲା। ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ଦଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ଖବର, ଓଡ଼ିଶା ସୀମାନ୍ତ ସାରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆର୍ପିଏଫ୍ର ମିଳିତ ଚଢ଼ାଉ। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ବିପୁଳ ପରିମାଣ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ। ଓଡ଼ିଶା ରାଜ୍ୟର ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ଘନ ସାରଣ୍ଡା ଜଙ୍ଗଲ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆର୍ପିଏଫ୍ର 209 କୋବ୍ରା ବାଟାଲିୟନ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଥିଲା। ଏହି ଅପରେସନ ଜରାଇକୋଲା ପୁଲିସ ଷ୍ଟେସନ ଅଧୀନସ୍ଥ କୁଲାପୁବୁରୁରେ ହୋଇଥିଲା, ଯେଉଁଠାରେ ସୁରକ୍ଷା ବାହିନୀ ଗୁଇନ୍ଦା ସୂଚନା ଆଧାରରେ ଏକ ସୁନିଶ୍ଚିତ ଯୋଜନାବଦ୍ଧ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ପ୍ରବଳ ଗୁଳି ବିନିମୟ ଚାଲିଥିବା ବେଳେ ନକ୍ସଲବାଦୀମାନେ ଜଙ୍ଗଲ ଭିତରକୁ ଖସିଯିବାରେ ସଫଳ ହୋଇଥିଲେ। ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ କରାଯାଇଥିଲା, ଯାହା ଫଳରେ ମାଓ ସାମଗ୍ରୀ ସହିତ ଏକ ବଡ଼ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୋଲାବାରୁଦ ଏବଂ ବିସ୍ଫୋରକ ଜବତ କରାଯାଇଥିଲା। ପରବର୍ତ୍ତୀ ଖବର, ନୂଆପଡ଼ା ନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ସୁନାବେଡ଼ାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯାଞ୍ଚ ହୋଇଛି। ଗୋଟମା ଏୟାରଷ୍ଟ୍ରିପ୍ରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଗତକାଲି ଅର୍ଥାତ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବିମାନ ଯାଞ୍ଚ କରାଯାଇଥିଲା। ଫ୍ଲାଇଂ ସ୍କ୍ୱାଡ୍ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଥିଲା। ସେହିପରି ଶୁକ୍ରବାର ନୂଆପଡ଼ା ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ ମଧ୍ୟ କରାଯାଇଥିଲା। ପରବର୍ତ୍ତୀ ଖବର, ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ 2 ଆତଙ୍କବାଦୀ। ସେନା ଗୁଳିରେ ଗଲା 2 ଆତଙ୍କବାଦୀ ଜୀବନ। ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ଥିବା କେରନ ସେକ୍ଟର
ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହି ଘଟଣା ଘଟିଛି। ଭାରତୀୟ ସେନା ଆତଙ୍କିତ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିବା ସହିତ ସେନା 2 ଜଣ ଆତଙ୍କବାଦୀଙ୍କୁ ଗୁଲି କରିଛି। ଏହି ଅଭିଯାନର ନାମ ଅପରେସନ ପିମ୍ପଲ ରଖିଛି ସେନା। ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାଉ କରି ଅନ୍ୟ କୌଣସି ଆତଙ୍କବାଦୀ ଅଞ୍ଚଳରେ ଉପସ୍ଥିତ ଅଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୀମା ପାରରୁ ଅନୁପ୍ରବେଶ ନେଇ ସୂଚନା ମିଳିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଖବର, ବାଲିଯାତ୍ରାରେ ବାସି ଖାଦ୍ୟ ଯାଞ୍ଚ। କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ୟୁନିଟ୍ ପକ୍ଷରୁ ଚଢ଼ାଉ କରାଯାଇଛି। ସିଏମସି ଖାଦ୍ୟ ବିଭାଗର ଅଧିକାରୀ ନେତୃତ୍ୱରେ ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। କିଛି ବାସି ଖାଦ୍ୟକୁ ଠାବ କରାଯାଇ ଫିଙ୍ଗିଛି ଖାଦ୍ୟ ସୁରକ୍ଷା ୟୁନିଟ୍। ଅପମିଶ୍ରିତ ଓ ବାସି ଖାଦ୍ୟ ଯାଞ୍ଚ କରୁଛି ଟିମ୍। ମାନ ଖରାପ ଥିବାରୁ ଖାଦ୍ୟକୁ ନଷ୍ଟ କରିଛି ଟିମ୍। ବାଲିଯାତ୍ରାରେ ପ୍ରତି ସନ୍ଧ୍ୟାରେ ପ୍ରବଳ ଗହଳି ଲାଗୁଥିବା ବେଳେ ବାସି ଖାଦ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା, ଯାହାକୁ ଦୃଷ୍ଟିରେ ରଖି ସିଏମସିର ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରିଛି।